ଆଜ୍ଞା ଏ ଆର୍ଆଇ ଅମିନ୍ ଏକ୍ଜାମ୍ ବୋଲି କଥା ନୁହେଁ। ଓଡ଼ିଶା ଗଭର୍ଣ୍ଣମେଣ୍ଟର ବର୍ତ୍ତମାନ କେଉଁ ସିଷ୍ଟମ୍ ହେଇଛି କ'ଣ ବୁଝି ହେଉନାହିଁ। ଯାହା ବି ଏକ୍ଜାମ୍ ହେଉଛି ସବୁ ଏକ୍ଜାମ୍ରେ କ୍ୱେଶ୍ଚନ୍ ପତ୍ର ଲିକ୍ ହେଉଛି, ସବୁ ଏକ୍ଜାମ୍ରେ ପୋଷ୍ଟିଂ ଦେଲା ବେଳକୁ ଡିଲେ କରୁଛି। ମାନେ ଆପଣଙ୍କର ସିଲେକ୍ସନ୍ ପ୍ରୋସିଜର୍ ହେଇଯାଉଛି କିନ୍ତୁ ପୋଷ୍ଟିଂ ଦେଉନାହିଁ। ଆପଣଙ୍କ ଆର୍ଆଇ ଏକ୍ଜାମ୍ କଥା ଦେଖନ୍ତୁ, ଆପଣ ଗୋଟେ ବର୍ଷ ବିତିଗଲାଣି ପ୍ରିଲିମ୍ ଏକ୍ଜାମ୍ ହେଇକିରି ତାର ମେନ୍ ଏକ୍ଜାମ୍ ହେବା ପାଇଁ ଗୋଟେ ବର୍ଷ ଲାଗିଗଲା। ପୁଣି ଯେତେବେଳକୁ ପିଲାମାନେ ପୁଣି ମେନ୍ ପ୍ରିଲିମ୍ ଏକ୍ଜାମ୍ର ରେଜଲ୍ଟ ଡିକ୍ଲେୟାର ହେଇପାରିଲା ନାହିଁ, ତାକୁ ଷ୍ଟେ କରିଦିଆଗଲା। ଡିକ୍ଲେୟାର କଲେ ଯେ ମେନ୍ ଏକ୍ଜାମ୍ ଦେବା ପାଇଁ। ବର୍ତ୍ତମାନ ଦେଖନ୍ତୁ ମେନ୍ ଏକ୍ଜାମ୍ ପାଇଁ ସମସ୍ତଙ୍କୁ ଏଲିଜିବଲ୍ କଲା ପରେ ପିଲାମାନେ ଯେତେବେଳକୁ ପୁରା କଠିନ ପରିଶ୍ରମ କରିକି ସେମାନେ ପ୍ରିପାରେସନ୍ ହେଲେ, ପୁରା ଶେଷ ସମୟରେ ଲାଷ୍ଟ ଟାଇମ୍ ପୂର୍ବରୁ ଗୋଟେ ଦୁଇ ଦିନ ପୂର୍ବରୁ ଡିକ୍ଲାରେସନ୍ କଲା ଯେ ତାକୁ ପୁଣି ପୋଷ୍ଟପୋନ୍ କରାଯାଉ। ଏସବୁ ଯେଉଁ ଘଟଣା ଘଟୁଛି କାହିଁକି? ସରକାରଙ୍କର ଏବଂ ଓଡ଼ିଶା ଯେଉଁ ଗଭର୍ଣ୍ଣମେଣ୍ଟ ଅଛି ତାଙ୍କର ଏଇ ଅପାରଗତାର କାରଣ କ'ଣ ଏଇଟା ଆମେ ବୁଝିପାରୁନି। ପିଲାମାନେ ଏତେ ଅଂଶତ ହେଉଛନ୍ତି ମାନେ ପରୀକ୍ଷା ଦେବା ପାଇଁ, ସେମାନେ ନିଶ୍ଚିତ ଭାବରେ ବହୁତ ପରିଶ୍ରମ କରୁଛନ୍ତି ବହୁତ ପିଲା। ଏଇଟା କେବଳ ଆମ ଏଇ ଅଞ୍ଚଳ କଥା କହୁନି, ସମଗ୍ର ଓଡ଼ିଶା କଥା। ସବୁ ପିଲା ଯେଉଁମାନେ ପ୍ରିପାରେସନ୍ କରୁଛନ୍ତି ତାଙ୍କର